ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଭାଗବତ ଆଉ ଜଗନ୍ନାଥ। ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଳିଯୁଗର ପ୍ରତ୍ୟକ୍ଷ ଦେବତା, ସମଗ୍ର ବିଶ୍ୱବାସୀଙ୍କର ପ୍ରାଣକର୍ତ୍ତା। ବଡ଼ ସୌଭାଗ୍ୟର କଥା ଯେ ସେହି କାଳିଆ ଠାକୁର କୋଟି ଓଡ଼ିଆର ମୌରମଣି, କୋଟି କୈବଲ୍ୟର ନାଥ ଶ୍ରୀ ଜଗନ୍ନାଥ ଆମ ଓଡ଼ିଆ ଜାତିର କୁଳ ଦେବତା। ପରିବାରର ସଦସ୍ୟ ଭଳି ଯାନି ଯାତ୍ରା, ବିବାହ, ବ୍ରତ, ଯଜ୍ଞ ଏବଂ ସବୁ ପ୍ରକାର ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ତାଙ୍କୁ ହିଁ ନିମନ୍ତ୍ରଣ କରାଯାଇଥାଏ। ତେଣୁ ଓଡ଼ିଶାର ସୁଖ ସମୃଦ୍ଧି କେବଳ ତାଙ୍କରି ଦୟାରେ। ଦାନ ପ୍ରଭୁ କାଳିଆ ଠାକୁର ଜଗନ୍ନାଥ ଦାସଙ୍କର ହୃଦୟରେ ବସି ଶ୍ରୀମଦ୍ ଭାଗବତ ମହାପୁରାଣକୁ ଲେଖାଇଥିଲେ। ତେଣୁ ଏହା ମହାପୁରାଣ ନାମରେ ପ୍ରଚାର ହେଲା। ଏହା ସର୍ବଶ୍ରେଷ୍ଠ ଗ୍ରନ୍ଥ ନାମରେ ନାମିତ। ଏ ମହାନ ଗ୍ରନ୍ଥକୁ ପାଠ କଲେ ସମସ୍ତ ଆଧ୍ୟାତ୍ମିକ ଫଳ ମିଳିଥାଏ। ଯଥା ଶ୍ରବଣ ମାତ୍ରେ ମୋକ୍ଷ ପାଇ, ତ୍ରିତାପ ମାନ କ୍ଷୟ ଯାଇ, ହୃଦରେ ବସହିତ କ୍ଷଣ, ଅନାଦି ପ୍ରଭୁ ନାରାୟଣ। ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ ବିପ୍ରୟୋଜନ ଏ ଜଗତେ, ମୂଳଟି କଟଇ ବିଶ୍ୱାସ, କହଇ ଜଗନ୍ନାଥ ଦାସ। ଏଣୁ ସର୍ବୋପରି ଓଡ଼ିଶାର ପୁରପଲ୍ଲୀରେ ଗ୍ରାମେ ଗ୍ରାମେ ନିତ୍ୟ ଭାଗବତ ପାଠ କରିବା ବିଧେୟ। ସାଂସାରିକ କର୍ମ ଯେପରି ନିଶ୍ଚିତ, ଭାଗବତ ପାଠ କରିବା ସେହିପରି ନିଶ୍ଚିତ। ବେଦ, ବେଦାନ୍ତ, ଉପନିଷଦ, ପୁରାଣ, ଗୀତାକୁ ପାଠ କଲେ ସମ୍ପୂର୍ଣ୍ଣ ଫଳ ମିଳିନଥାଏ, କାରଣ ଏହା ନିଜସ୍ୱ କଥାବସ୍ତୁ ଅଛି। କିନ୍ତୁ ଭାଗବତରେ ଏହା ସମ୍ପୂର୍ଣ୍ଣ ବ୍ୟତିକ୍ରମ ରହିଛି। ଭାଗବତରେ ଛତ୍ରେ ଛତ୍ରେ ସେହି ସବୁ ଶାସ୍ତ୍ରମାନଙ୍କୁ ହିଁ ତ ସଂସାରର ପୁରୀ ରହିଛି। ତେଣୁ ଭାଗବତ ଶାସ୍ତ୍ର ପରମ ଶାସ୍ତ୍ର ହିଁ ଅଟେ। ଯଥା ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ। ତେଣୁ ଶ୍ରୀମଦ୍ ଭାଗବତକୁ କଳିଯୁଗର ବେଦ ନାମରେ ନାମିତ କରାଯାଇଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।